ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏଇ ଆଉ ଗୋଟେ ନୂଆ ଅଧ୍ୟାୟକୁ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ତୈଳ ବର୍ଜନ ଦିବସ। ଆଉ ଆଜି ଆମେ ଏଇ ଅଧ୍ୟାୟରେ ଜାଣିବା ସ୍ନାନ ସଂକଳ୍ପ। ତ ଚାଲନ୍ତୁ ବନ୍ଧୁ, ଡେରି ନ କରି ଆଉ ଆମେ ଆରମ୍ଭ କରିବା। ସ୍ନାନ ସଂକଳ୍ପ। ପ୍ରଥମେ କର୍ତ୍ତା ପୂର୍ବମୁଖ ହୋଇ ହସ୍ତରେ ଦଳ ଧରି ସ୍ନାନ ସଂକଳ୍ପ କରିବ। ସଂକଳ୍ପ। ଓಂ ବିଷ୍ଣୁ ବିଷ୍ଣୁ ଶ୍ରୀମଦ୍ ଭଗବତୋ ମହାପୁରୁଷ ଶ୍ରୀ ବିଷ୍ଣୁ ରାଞ୍ଜୟା ପ୍ରବର୍ତ୍ତମାନସ୍ୟ ଆଦ୍ୟ ବ୍ରାହ୍ମଣ ଦ୍ୱିତୀୟ ପରାକ୍ଷୋ ସ୍ୱତବରାହ କଳ୍ପେ ବୈବସ୍ୱତ ମନ୍ୱନ୍ତରେ ଅଷ୍ଟାବିଂଶତି ତମେ କଳିଯୁগে କଳି ପ୍ରଥମ ଚରଣେ ଭାରତ ବର୍ଷେ ଜମ୍ବୁଦ୍ୱୀପେ ବୈଧ୍ୟାବତାରେ ଅଶ୍ୱିନ ଦାନାସ୍ମିସଂବତ୍ସରେ ଅମୁକାୟ ଅମୁକ ଅମୁକ ଋତୋ ଅମୁକ ମାସେ ଅମୁକ ପକ୍ଷେ ଅମୁକ ତିଥେ ଅମୁକ ବାସରେ ଅମୁକ ନକ୍ଷତ୍ରେ ଅମୁକ ରାଶୋସ୍ଥିତେ ଶ୍ରୀ ଭାସ୍କରେ ଅମୁକ ରାଶୋସ୍ଥିତେ ଶ୍ରୀ ଚନ୍ଦ୍ରମସି ଏବଂ ଯଥାସ୍ଥାନାନବିସ୍ଥିତେଷୁ ଭୌମାଦି ଗ୍ରହଯୋଗ ଲଗ୍ନକରଣ ମୁହୂର୍ତ୍ତ କାଂଶ କେଷୁ ଏବଂ ବିଧି ବିଶେଷଣ ବିଶିଷ୍ଟାୟା ପୁଣ୍ୟାୟା ପୁଣ୍ୟତିଥି ଅମୁକ ଗୋତ୍ରପତ୍ନ ଅମୁକ ଦେବ ସମାହ ମମ ଆତ୍ମନ ଶ୍ରୁତିଶ୍ରୁତି ପୁରାଣୋକ୍ତ ଫଳ ପ୍ରାର୍ଥନ୍ୟ ଇହ ଜନନୀ କାୟକ ବାଚିକ ମାନସିକ ସାଂସାରିକ ଜ୍ଞାତାଜ୍ଞାତ ସ୍ପର୍ଶାସ୍ପର୍ଶ ଆସନ ଭୋଜନ ଶୟନ ଗମନାଦି କୃତକର୍ମ ଦୋଷ ନିରାଶ ଦ୍ୱାରା ତ୍ରିବିଧ ତାପୋପଶାନ୍ତ୍ୟର୍ଥ ଶ୍ରୀ ପରମେଶ୍ୱର ପ୍ରୀତ୍ୟର୍ଥ ଶ୍ରୀ ତୋଦକ ବା ଭସ୍ମୋଦକେନ ପ୍ରାପ୍ତ ସ୍ନାନ ସଂକଳ୍ପ ମହ କରସ୍ୟେ। ତ ବନ୍ଧୁ, ଆଜି ଆମେ ଜାଣିଲେ ସ୍ନାନ ସଂକଳ୍ପ। ଆଜି ପାଇଁ ଏତିକି। ଆଗାମୀ ଅଧ୍ୟାୟରେ ଆମେ ଜାଣିବା ଷଡ଼ ଋତୁ। ତ ସେଇ ପର୍ଯ୍ୟନ୍ତ ଆପଣ ସମସ୍ତଙ୍କୁ ନମସ୍କାର।